ଯେମାମଣିଙ୍କର ଏମିତି ସୁନ୍ଦର ପାଦ, ଇଏ ସୁନ୍ଦର ପାଦକୁ ସମାନ ହବା ପାଇଁ ଆଚ୍ଛା 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 ଭଗବାନ ଶ୍ରୀକୃଷ୍ଣ ନାଭିରୁ ଗୋଟିଏ ପାଦ ବାହାର କରିଥିଲେ। ରମଣୀ ମଣି କି ଚଞ୍ଚଳାରେ ଚାରୁ କେଶା କଣ ତାର ଚନ୍ଦ୍ରବର୍ତ୍ତୀ କୁଚନ୍ଦ୍ର ହେ ବାହାର ଚାନ୍ଦ ହୋଇ ପଡୁ ଅଛି ପ୍ରତି ବାହାର ଚଞ୍ଚଳମତି ସେ ଦିନ ନୁହଁ ତାର ଚଞ୍ଚଳମତି ସେ ଦିନ ନୁହଁ ଚଗଲାମି ଛାଡ଼ି ଯିବ ରହିର ମଣିଆ ରହିର ମଣିଆ ଚଞ୍ଚଳମତି ବୋଇଲେ ବିଜୁଳି, ଇଏ ଯେମାମଣିଙ୍କର ଏମିତି ସୁନ୍ଦର ଦେହ, ବିଜୁଳି ଘରେ କଣ ଇଏ ସୁନ୍ଦର ଦେହ ସହିତ ଦେଖି ସହି ନ ପାରି କେତେବେଳେ ଆକାଶରେ ଦେଖା ଦିଅନ୍ତି, କେତେବେଳେ ଲିଭି ଯାଆନ୍ତି। ଲୁଚି ଯାଆନ୍ତି। ରସ ଆସିବ କ ଇଏ କନକ କାନ୍ତି ଦର୍ପଣ ମୁଖ କେତେ କାଳ ଧାତା କଲା ବିଚାର କମଣ୍ଡଳୁ ରଖି ଦଳ ଲଗାଇବାର କନକ କାନ୍ତି ଦର୍ପଣ ମୁଖ ତାହାର କନକ କାନ୍ତି ଦର୍ପଣ ହେବାର ଦୁଧାର କର କର ଦନା ଶୋଭା ଦିଶେ ଅତି ଚମତ୍କାର ଦିଶେ ଅତି ଚମତ୍କାର ରସ ପଞ୍ଚକ ଏ ଗୀତ ହଇଲା ସାର କୋଣ ଯାଇକି ପଢିଲେ ପଛ ପଛ ସମାନ କିଏ ସେ ହେବ ସମାନ ମାନ କର ଜଳ ଚଞ୍ଚଳ ନ କରି ବୁଦ୍ଧି କହର ସୁତାଞ୍ଜଳି ଫୁଟେছিল ଯୋଡୁଛି କର ସୁତାଞ୍ଜଳି ଫୁଟେছিল ଯୋଡୁଛି କର କବି ନୁହର ଭିତରେ ଅଟେ ମୁକିନା ଗଲା ରସ ପଞ୍ଚକ ରସ ପଞ୍ଚକ ଓଲଟାଇକି ପଢନ୍ତୁ କଚପ ଅଷ୍ଟବସର ଆସିବ ଆସିବ। ଯେମାମଣିଙ୍କର ରୂପ ବର୍ଣ୍ଣନା ହବ। ଆଚ୍ଛା କିପରି? ଇଏ ଆଜ୍ଞା ଗରିନାଟ କଥା, ଏଥିରେ ନାରୀର ଉପମା, ନାରୀର କୁଶ ବର୍ଣ୍ଣନା, ନାରୀର ବେଶ ବର୍ଣ୍ଣନା, ନାରୀର କେଶ ବର୍ଣ୍ଣନା ଏ ସବୁ ଥାଇକି ଆସେ। ଏଇ ଥାଇକି ଆସିବ। ଆଚ୍ଛା ଆଚ୍ଛା ଯେ କନକ କାନ୍ତି ଗତି ହରି ଅଖବିରେ କହେ କନକ କାନ୍ତି
দেখি টিকে হালে না করছি ইয়ে বাবা ইয়ে কটিরে কি কিনি বাজে কিড়ি কিড়ি ইয়ে কর্পূর বাসনে কুন্দর দক হে কয়লা চন্দ্রমুখী চন্দ্রমোহনিয়ে চন্দ্রমোহনী চম্পা করি মারে লুচি লুচি